मेडिकल एमडी हिसाବରେ ଆପଣ କଣ ମତ ରଖିବେ? ଦେଖନ୍ତୁ ମୁଁ ଡକ୍ଟର ହେଲେ ବି ଜନ୍ମ ଆଉ ମୃତ୍ୟୁ ସବୁ ସେ ଈଶ୍ୱରଙ୍କ ଉପରେ ନିର୍ଭର କରିଥାଏ। ପବ୍ଲିକ କିନ୍ତୁ ଆପଣଙ୍କୁ ଦାୟୀ କରୁଛନ୍ତି, ଖାଲି ଆପଣଙ୍କୁ ଦାୟୀ କରୁନାହାନ୍ତି, ମେଡିକାଲ ପରିସରରେ ଉତ୍ତେଜନା ମଧ୍ୟ ସୃଷ୍ଟି କରୁଛନ୍ତି। ନକଲି ଔଷଧ ଦେଇ ଆପଣ କୋଉଠି ରୋଗୀମାନଙ୍କୁ ଭଲ କରୁନାହାନ୍ତି, ବରଂ ସେମାନଙ୍କୁ ମୃତ୍ୟୁ ମୁଖରେ ପହଞ୍ଚାଇ ଦେଉଛନ୍ତି। ଏହା କଣ ସତ? ସେଥିପାଇଁ ସିବିଆଇ ତଦନ୍ତ ଚାଲିଛି। ନକଲି ମେଡିସିନ ସପ୍ଲାଏ କରୁଥିବା ଲୋକମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। କିନ୍ତୁ ସାର୍, ମୃତକଙ୍କ ପରିବାର ପାଇଁ ଆପଣ କି ଷ୍ଟେପ୍ ନେଇଛନ୍ତି? 2 ଲାଖ ଟଙ୍କା ସହାୟତା ଦେବା ସହ ପରିବାର ଜଣକୁ ଚାକିରି ଦିଆଯିବ। ପ୍ଲିଜ नो मोर क्वेश्चन, लेट मी अलाउड। ओके, थैंक यू सर। लाइव टेलीकास्ट को पुणी थे आपण स्वागत करुच्ची। ये टिके आगे आपण मैंने देखते डॉक्टर विराज नायक मनोर अवस्था कौन थी, मुझे पुणी थे आपण पाखक फेरबी किसी नुआ खबर नहीं। भुवनेश्वर मु रिपोर्टर गौतम दास, एसटीवी।